26 ଫେବୃଆରୀ ବୁଧବାର ମହାଶିବରାତ୍ରି ବ୍ରତ ପାଳନ କରାଯାଉଅଛି। ଏହି ଦିନକୁ ଜାଗର ପର୍ବ ମଧ୍ୟ କୁହାଯାଏ। ଏହା ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ଦିବସ ଅଟେ। ଆହୁରି ମଧ୍ୟ କୁହାଯାଏ, ଯଦି ବର୍ଷ ସାରା କୌଣସି ଚତୁର୍ଦ୍ଦଶୀ ବ୍ରତ ପାଳନ ଆପଣ କରିନଥିବେ, କେବଳ ଏହି ଶିବରାତ୍ରି ବ୍ରତ ପାଳନ କଲେ ସମସ୍ତ ବର୍ଷର ଶୁଭଫଳ ଆପଣଙ୍କୁ ପ୍ରାପ୍ତ ହୁଏ। ତେଣୁ ସନାତନ ଧର୍ମରେ ଜନ୍ମାଷ୍ଟମୀ, ଶିବରାତ୍ରି ଏବଂ ନବରାତ୍ରର ମହତ୍ତ୍ୱ ଅଛି। ଏହି ଦିନ ଆମେ ସାଧାରଣତଃ ବ୍ରତ ପାଳନ କରିବା କଥା, ଅନ୍ନ ଗ୍ରହଣ କରିବା କଥା ନୁହେଁ। ପ୍ରାୟତଃ ଦୁଇ ପ୍ରକାରରେ ଶିବରାତ୍ରି ବ୍ରତ ପାଳନ କରାଯାଏ। ପ୍ରଥମତଃ ନିର୍ଜଳା ଉପବାସ ଏବଂ ଦ୍ୱିତୀୟତଃ ଫଳ ସେବନ କରି ବ୍ରତ ପାଳନ କରାଯାଏ। ଯଦି ଆପଣ ନିର୍ଜଳା ଉପବାସ କରୁଛନ୍ତି, ତେବେ ଦିନସାରା ଜଳ ମଧ୍ୟ ଗ୍ରହଣ କରିବେ ନାହିଁ। ମାତ୍ର ଯଦି ଫଳ ଗ୍ରହଣ କରି ଆପଣ ବ୍ରତ କରୁଛନ୍ତି, କେବଳ ଫଳ ହିଁ ଗ୍ରହଣ କରିପାରିବେ। ଆସନ୍ତୁ ଜାଣିବା ଆମେ ଶିବରାତ୍ରି ଦିନଟିକୁ କିପରି ପାଳନ କରିବା ବା ଶିବରାତ୍ରି ଦିନ ଆମର ଦିନଚର୍ଯ୍ୟା କିପରି ରହିବ ସେହି ବିଷୟରେ ଆଲୋଚନା କରିବା। ଏହି ଦିନ ଆମେ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା ବା ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବା। ସ୍ନାନ ଶୌଚ ସାରି ଧୁଆ ଲୁଗା ପିନ୍ଧି ନିକଟସ୍ଥ ଶିବ ମନ୍ଦିରକୁ ଯିବା ଏବଂ ଶିବ ମନ୍ଦିରରେ ଆମେ ଶିବଙ୍କର ଆରାଧନା କରିବା। ଶିବ ପଞ୍ଚାକ୍ଷରୀ ଓಂ ନମଃ ଶିବାୟ ବା ଶିବ ମହାମୃତ୍ୟୁଞ୍ଜୟ ମନ୍ତ୍ର ଓಂ ତ୍ରୟମ୍ବକମ୍ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁର୍ମୁକ୍ଷୀୟମାମୃତାତ୍ ଏହି ମନ୍ତ୍ର ଜପ କରି ଆମେ ଶିବ ଆରାଧନା କରିବା ଏବଂ ଶିବଲିଙ୍ଗଙ୍କ ଉପରେ ଆମେ ଜଳ, କ୍ଷୀର, ଦହି, ଲହୁଣୀ, ଘିଅ, ମହୁ, ଗୁଡ଼, ଚନ୍ଦନ, ବେଲପତ୍ର ଏବଂ ଯଦି ଆପଣ ପାରନ୍ତି ତାହେଲେ କେତକୀ ଫୁଲ ମଧ୍ୟ ଶିବଙ୍କୁ ଅର୍ପଣ କରିପାରିବେ। ଦିନବେଳା ଶିବାଳୟରେ ଶିବ ଆରାଧନା କଲା ପରେ ଆମେ ଯଦି ନିର୍ଜଳା ଉପବାସ କରିଛେ, ତାହେଲେ ଘରକୁ ଆସି ଘରେ ଥିବା ଠାକୁରଙ୍କର ପୂଜା ଅର୍ଚ୍ଚନା କରି ଶିବ ପଞ୍ଚାକ୍ଷରୀ ମନ୍ତ୍ର ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଦିନ ବିତାଇବା। ବା ଯଦି ଆମେ ଫଳ ଖାଇକି ବ୍ରତ କରିଛେ, ତାହେଲେ ଶିବଙ୍କ ପୂଜା କଲା ପରେ ଆମେ ଶିବଙ୍କର କିଛି ପାଦୁକ ପାଇକି ଭୋଗ ପାଇକି ତାପରେ ଆମେ କେବଳ ହିଁ ଫଳ ଗ୍ରହଣ କରିବା। ସନ୍ଧ୍ୟା ସମୟରେ ଘରେ ଶିବଙ୍କ ନାମରେ ବା ଘର ଠାକୁରଙ୍କ ପାଖରେ ମହାଦେବଙ୍କ ନାମରେ ଆମେ ଅଖଣ୍ଡ ଦୀପ ଦାନ କରିବା ଏବଂ ତାପରେ ନିକଟସ୍ଥ ଶିବ ମନ୍ଦିରକୁ ଯାଇ ଦୀପଦାନ କରି ସେଠି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା। ଯଦି ସମ୍ଭବ ରାତି ସାରା ଶିବ ମନ୍ଦିରରେ ଉଜାଗରରେ ଦୀପଦାନ କରି ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ମହାମୃତ୍ୟୁଞ୍ଜୟ ଜପ କରି ଉଜାଗର ରହି ଶିବଙ୍କର ଆରାଧନା କରିବା। ବର୍ତ୍ତମାନ ଆମେ ଜାଣିବା ଶିବଙ୍କୁ ଅର୍ପଣ କେଉଁ ପଦାର୍ଥ ଅର୍ପଣ କଲେ ଆମକୁ କ'ଣ ଫଳ ପ୍ରାପ୍ତି ହୁଏ। ଗଙ୍ଗା ଜଳ ଯଦି ଅର୍ପଣ କରୁଛେ ଆମକୁ ମାନସିକ ଶାନ୍ତି ମିଳିବ। ଯଦି ଦୁଗ୍ଧ ବା କ୍ଷୀର ଦାନ କରୁଛେ, ତେବେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପୁତ୍ର ଲାଭ ବା ପୁତ୍ର ସୁଖ ମିଳିବ। ଯଦି ଦହି ଆମେ ଦାନ କରୁଛେ, ତେବେ ଜୀବନରେ ସ୍ଥିରତା ପ୍ରାପ୍ତି ହୁଏ। ଘିଅ ଦାନ କଲେ ବଳ, ବୁଦ୍ଧି, ବିବେକ ପ୍ରାପ୍ତ ହୁଏ। ମଧୁ ବା ମହୁ ଦାନ କଲେ ବାଣୀରେ ମଧୁରତା ଆସେ। ଗୁଡ଼ ଦାନ କଲେ ଦରିଦ୍ରତା ଦୂର ହୁଏ, ଦୁଃଖ କଷ୍ଟ ଦୂର ହୁଏ। ଯଦି ଭାଙ୍ଗ ଦାନ କରାଯାଏ ବା ଅର୍ପଣ କରାଯାଏ ମହାଦେବଙ୍କୁ, ତାହେଲେ ରୋଗ ଶୋକ ନଷ୍ଟ ହୁଏ। ନିଜର ନକାରାତ୍ମକ ଶକ୍ତି ବା ଘର ମଧ୍ୟରେ ଥିବା ନକାରାତ୍ମକ ଶକ୍ତି ଦୂର ହୁଏ। ଚନ୍ଦନ ଅର୍ପଣ କଲେ ମାନ ସମ୍ମାନ ବୃଦ୍ଧି ପାଏ ଏବଂ ଧତୁରା ବା ଦୁଦୁରା ଫୁଲ ବା ଫଳ ଅର୍ପଣ କଲେ ପୁତ୍ର ସୁଖ ଲାଭ ପ୍ରାପ୍ତି ହୁଏ। ଯଦି ଅକ୍ଷତ ଚାଉଳ ଆମେ ଅର୍ପଣ କରୁଛେ, ତେବେ ଧନ ସୁଖ ସମୃଦ୍ଧି ଲାଭ ହୁଏ। ଯଦି ବେଲପତ୍ର ଆମେ ଦାନ କରୁଛେ ଈଶ୍ୱରଙ୍କୁ ବା ମହାଦେବଙ୍କୁ, ତାହେଲେ ଅଚଳାଚଳ ସମ୍ପତ୍ତି ପ୍ରାପ୍ତ ହୁଏ। ଏହା ହେଉଛି ବିଭିନ୍ନ ସାମଗ୍ରୀ ବା ପଦାର୍ଥ ଯେଉଁଟାକି ପ୍ରଭୁ ଦେବାଧିଦେବ ମହାଦେବଙ୍କର ଅତି ପ୍ରିୟ ପଦାର୍ଥ ଯଦି ଆମେ ଦାନ କରୁଛେ, ତାହେଲେ ଏହିସବୁ ପ୍ରାପ୍ତି ହୁଏ। ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀ ଆପଣ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆସନ୍ତା ସମୟ ଆପଣଙ୍କର ସୁଖ ସମୃଦ୍ଧ ପ୍ରାପ୍ତି ହେଉ। ଆସନ୍ତା ସମୟ ଆପଣଙ୍କର ବହୁତ ଭଲ ଯାଉ, ମୁଁ ଏହି ଈଶ୍ୱରଙ୍କ ପାଖରେ କାମନା କରି ସମାପ୍ତି କରୁଛି। ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ।